ସ୍ୱାଗତମ୍। ଆଜିର ଏହି ବିଶ୍ଳେଷଣରେ ଆମେ ଏକ ଅତି ଗଭୀର ତଥା ସମ୍ବେଦନଶୀଳ ବିଷୟ ଉପରେ କଥା ହେବାକୁ ଯାଉଛେ। ଏହା ହେଉଛି ଲରେନ୍ସ ସ୍ନେଲିଙ୍କର 2008 ମସିହାର ଲୋକପ୍ରିୟ ଖ୍ରୀଷ୍ଟିଆନ ଉପନ୍ୟାସ ୱାନ୍ ପରଫେକ୍ଟ ଡେ। ଜାଣିଛନ୍ତି ତ, ଅଙ୍ଗଦାନ ଭଳି ଏକ ଜଟିଳ ବିଷୟର ଭାବନାତ୍ମକ ଏବଂ ନୈତିକ ଦିଗକୁ ଏହି ବହିରେ କେତେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ତାହା ଆମେ ଆଜି ବୁଝିବା। ଏବେ ଟିକେ ଭାବନ୍ତୁ ତ, ଗୋଟିଏ ପରିବାରର ସବୁଠାରୁ ବଡ଼ ଦୁର୍ଭାଗ୍ୟ କିପରି ଅନ୍ୟ ଏକ ପରିବାର ପାଇଁ ଆଶୀର୍ବାଦ ବା ପ୍ରାର୍ଥନାର ଉତ୍ତର ପାଲଟିପାରେ। ହଁ, ଏହି ଉପନ୍ୟାସଟି ଠିକ୍ ଏମିତି ଏକ ଗଭୀର ଦାର୍ଶନିକ ଦ୍ୱନ୍ଦ୍ୱକୁ ସାମ୍ନାକୁ ଆଣିଥାଏ। ଏହା ଏପରି ଏକ ହୃଦୟ ବିଦାରକ କିନ୍ତୁ ବାସ୍ତବ ଚିତ୍ର ଦେଖାଏ, ଯେଉଁଠି ଗୋଟିଏ ପରିବାରର ଘୋର ଦୁଃଖ ଓ ବିଷାଦ ଅନ୍ୟ ପାଇଁ ଚମତ୍କାର ଜୀବନଦାନର କାରଣ ପାଲଟିଯାଏ। ବାସ୍ତବରେ ଏହା ଖୁବ୍ ଆଶ୍ଚର୍ଯ୍ୟଜନକ। ପ୍ରଥମ ଭାଗ, ଦୁଇ ଜଣ ମାଙ୍କ କାହାଣୀ। ଏହି କାହାଣୀର ଆରମ୍ଭ ହୁଏ ଖ୍ରୀଷ୍ଟମାସ ପୂର୍ବରୁ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ରହୁଥିବା ଦୁଇଜଣ ମାଙ୍କଠାରୁ। ଗୋଟିଏ ପଟେ ମିନେସୋଟାରେ ଅଛନ୍ତି ନୋରା ପିଟରସନ୍, ବେଶ୍ ଧନୀ ଏବଂ ସୁଖୀ ପରିବାର। ସେ ନିଜ ଜାଆଁଳା ପିଲା ଚାର୍ଲି ଓ କ୍ରିଷ୍ଟିଙ୍କ ସହ ଏକ ସୁନ୍ଦର ଖ୍ରୀଷ୍ଟମାସ ପାଳନ କରିବାକୁ ବହୁତ ଉତ୍ସାହର ସହ ପ୍ରସ୍ତୁତ ହେଉଛନ୍ତି, କାରଣ ହାଇସ୍କୁଲ ପରେ ପିଲାମାନେ ବାହାରକୁ ପଢ଼ିବାକୁ ପଳାଇବେ। କିନ୍ତୁ ଅନ୍ୟପଟେ ନେବ୍ରାସ୍କାରେ ଅଛନ୍ତି ଜେନ୍ନା ମଣ୍ଟଗୋମରୀ। ସେ ଜଣେ ବିଧବା ଏବଂ ଜରୁରୀକାଳୀନ ବିଭାଗରେ କାମ କରୁଥିବା ଜଣେ କ୍ଳାନ୍ତ ନର୍ସ। ତାଙ୍କର 20 ବର୍ଷର ଝିଅ ହେଦରର ହୃତ୍ପିଣ୍ଡ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି, ଆଉ ସେ ଝିଅର ଜୀବନ ବଞ୍ଚାଇବା ପାଇଁ ଏକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆଶାରେ ଭଗବାନଙ୍କୁ ନିରନ୍ତର ଡାକୁଛନ୍ତି। ଦ୍ୱିତୀୟ ଭାଗ, ଦୁର୍ଘଟଣା ଏବଂ ଏକ ଚମତ୍କାର। ହଠାତ୍ ଗୋଟିଏ ମୁହୂର୍ତ୍ତରେ ଦୁଇଟି ଯାକ ପରିବାରର ଜୀବନ ସମ୍ପୂର୍ଣ୍ଣ ବଦଳିଯାଏ। ଘଟଣାଟି ଏମିତି ହୁଏ। ରାସ୍ତାରେ ଜମିଥିବା କଳା ବରଫ ବା ବ୍ଲାକ୍ ଆଇସ୍ ଉପରେ 17 ବର୍ଷର ଚାର୍ଲିର କାର୍ ଖସିଯାଏ ଏବଂ ଏକ ମର୍ମନ୍ତୁ ଦୁର୍ଘଟଣା ଘଟେ। ତାକୁ ଡାକ୍ତରଖାନାରେ ବ୍ରେନ୍ ଡେଡ୍ ଘୋଷଣା କରାଯାଏ ଆଉ ଭେଣ୍ଟିଲେଟରରେ ରଖାଯାଏ। ଦେଖନ୍ତୁ, ଏହା ଏକ ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତ। କିନ୍ତୁ ଠିକ୍ ଏତିକିବେଳେ ଏହି ଦୁଃଖଦ ଘଟଣା ଯୋଗୁଁ ଜେନାଙ୍କ ପାଖକୁ ଏକ ଜୀବନ ରକ୍ଷାକାରୀ ଫୋନ୍ କଲ୍ ଆସେ, ଟ୍ରାନ୍ସପ୍ଲାଣ୍ଟ ପାଇଁ। ସେ ସାଙ୍ଗେ ସାଙ୍ଗେ ହେଦରକୁ ଧରି ସର୍ଜରୀ ପାଇଁ ଓମାହା ଅଭିମୁଖେ ବାହାରି ପଡ଼ନ୍ତି। ଗୋଟିଏ ଜୀବନର ଶେଷ ଆଉ ଗୋଟିଏ ଜୀବନର ଆରମ୍ଭ କରାଇଦିଏ। ଆରମ୍ଭରୁ ନୋରା ଏହି ଅଙ୍ଗଦାନ କଥା ଶୁଣି ପୂରା ବିରୋଧ କରୁଥିଲେ। ସେ ଆଶା ଛାଡ଼ି ନଥିଲେ ଯେ ପୁଅ ତାଙ୍କର ଦିନେ ଭଲ ହୋଇଯିବ ବୋଲି। କିନ୍ତୁ ପ୍ରକୃତ କଥା ହେଲା, ଚାର୍ଲି ପୂର୍ବରୁ ହିଁ ନିଜ ଡ୍ରାଇଭିଂ ଲାଇସେନ୍ସରେ ନିଜକୁ ଜଣେ ଅଙ୍ଗଦାତା ବା ଅର୍ଗାନ ଡୋନର ଭାବରେ ପଞ୍ଜୀକୃତ କରିସାରିଥିଲା। ତାର ଏହି ଗୋଟିଏ ନିଷ୍ପତ୍ତି ସବୁକିଛି ଓଲଟପାଲଟ କରିଦିଏ। ତୃତୀୟ ଭାଗ, ଇନ୍ ଏବଂ ୟାଙ୍ଗ, ଅର୍ଥାତ୍ ଦୁଃଖ ଏବଂ ସୁଖର ମିଳନ। ସର୍ଜରୀ ପରେ ଦୁଇ ପରିବାରର ରାସ୍ତା ସମ୍ପୂର୍ଣ୍ଣ ଅଲଗା ହୋଇଯାଏ, ଯାହା ଅଙ୍ଗଦାନର ପ୍ରଭାବ କେତେ ଜଟିଳ ହୋଇପାରେ ତାହା ଦର୍ଶାଏ। ନୋରା ଏକ ପ୍ରକାର ଭୟଙ୍କର ଅବସାଦ ବା ଡିପ୍ରେସନ୍ ଭିତରକୁ ଚାଲିଯାଆନ୍ତି। ତାଙ୍କର ଭଗବାନଙ୍କ ଉପରୁ ଭରସା ଉଠିଯାଏ, ସ୍ୱାମୀ ଦୂରେଇ ଯାଆନ୍ତି, ଆଉ ଝିଅ ମଧ୍ୟ ତାଙ୍କ ଉପରେ ରାଗିଯାଏ। ପରିବାରଟା ଏକଦମ ଭାଙ୍ଗିଯାଏ କହିଲେ ଚଳେ। କିନ୍ତୁ ଅନ୍ୟପକ୍ଷରେ ଜେନାଙ୍କ ଜୀବନରେ ଯେମିତି ଆଶାର ଏକ ନୂଆ ସକାଳ ଆସେ। ସେ ଏକ ଗଭୀର ଆଶ୍ୱସ୍ତି ଅନୁଭବ କରନ୍ତି, ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି। ଏପରିକି ତାଙ୍କର ଦିଅ ର୍ୟାଣ୍ଡିଙ୍କ ସହ ଏକ ନୂଆ ପ୍ରେମ ସମ୍ପର୍କ ଗଢ଼ି ଉଠେ ଏବଂ ଝିଅ ହେଦର ସୁସ୍ଥ ହୋଇ ଗୃହପାଳିତ କୁକୁର ଆଣି ଖୁସିରେ ସମୟ ବିତାଏ। ଆଉ ଏହି ଉପନ୍ୟାସର ମୂଳ ଉଦ୍ଦେଶ୍ୟ ସେତିକିବେଳେ ସ୍ପଷ୍ଟ ହୁଏ ଯେତେବେଳେ ନୋରା ଏବଂ କ୍ରିଷ୍ଟିଙ୍କୁ ହେଦର ପାଖରୁ ଏକ ହୃଦୟସ୍ପର୍ଶୀ ଚିଠି ମିଳେ। ସେହି ଚିଠିଟି ସେମାନଙ୍କୁ ଟିକେ ଶାନ୍ତି ଦିଏ ଯେ ଚାର୍ଲିର ଜୀବନ ବୃଥା ଯାଏ ନାହିଁ। ଭଗବାନ ତାର ହୃଦୟକୁ ଆଉ କାହା ପାଇଁ ବ୍ୟବହାର କରିଛନ୍ତି। ବହିରେ ଗୋଟିଏ ବହୁତ ସୁନ୍ଦର ଧାଡ଼ି ଅଛି। ମୋ ମା କୁହନ୍ତି ଯେ ଭଗବାନ ହେଉଛନ୍ତି ପ୍ରକୃତ ରିସାଇକ୍ଲର ବା ପୁନଃବ୍ୟବହାରକାରୀ। ସେ କେବେ ହେଲେ କିଛି ନଷ୍ଟ କରନ୍ତି ନାହିଁ। ସତରେ କେତେ ଗଭୀର କଥାଟେ ନା। ଚତୁର୍ଥ ଭାଗ, ଅଙ୍ଗଦାନ, କଳ୍ପନା ବନାମ ବାସ୍ତବତା। ଯଦିଓ ବହିଟିଏ ଆବେଗକୁ ଖୁବ୍ ଭଲ ଭାବରେ ଧରିପାରିଛି, କିନ୍ତୁ ଜଣେ ଅର୍ଗାନ ପ୍ରକ୍ୟୁରମେଣ୍ଟ ଅର୍ଗାନାଇଜେସନ ବା ଓପିଓ ବିଶେଷଜ୍ଞଙ୍କ ଅନୁଯାୟୀ ବହିରେ କିଛି ଚିକିତ୍ସା ସମ୍ବନ୍ଧୀୟ ତ୍ରୁଟି ମଧ୍ୟ ରହିଛି। ପ୍ରଥମ କଥା, କୋମା ଏବଂ ବ୍ରେନ୍ ଡେଥ୍ ଭିତରେ ବହୁତ ଫରକ ଅଛି। ବ୍ରେନ୍ ଡେଥ୍ ଅର୍ଥ ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ, ସେଠାରୁ ଫେରିବାର କୌଣସି ଆଶା ନାହିଁ। ଦ୍ୱିତୀୟରେ, ଡାକ୍ତରଖାନାରେ କେବେ ବି ସାଧାରଣ ଡାକ୍ତରମାନେ ପରିବାର ସହ ଅଙ୍ଗଦାନ କଥା ଆଲୋଚନା କରନ୍ତି ନାହିଁ। ନିୟମ ଅନୁଯାୟୀ କେବଳ ଓପିଓ ପ୍ରତିନିଧିମାନେ ହିଁ ଏହା କରିଥାନ୍ତି, ଆଉ ଡାକ୍ତରମାନେ ନିଜେ ଡୋନର ରେଜିଷ୍ଟ୍ରି ମଧ୍ୟ ଦେଖିପାରିବେ ନାହିଁ। ପରିବାରମାନଙ୍କ ଭିତରେ ଯେକୌଣସି ଯୋଗାଯୋଗ କେବଳ ଓପିଓ ମାଧ୍ୟମରେ ହିଁ ହୋଇଥାଏ।
ଏହା ପ୍ରକୃତିରେ ଏକ ସମ୍ପୂର୍ଣ୍ଣ ଶୃଙ୍ଖଳିତ ପ୍ରକ୍ରିୟା। ସେ ସମୀକ୍ଷାରୁ ଆଉ ଗୋଟିଏ ବହୁତ ସମ୍ବେଦନଶୀଳ କଥା ଜାଣିବାକୁ ମିଳିଛି। ଡାକ୍ତରୀ ପରିଭାଷାରେ ଅଙ୍ଗ ବାହାର କରିବା ପାଇଁ ହାର୍ଭେଷ୍ଟ ବା ଅମଳ ଭଳି ଶବ୍ଦ ବ୍ୟବହାର କରାଯାଏ ନାହିଁ, ବରଂ ଏହା ଜାଗାରେ ରିକଭର ବା ପୁନରୁଦ୍ଧାର ଶବ୍ଦ ବ୍ୟବହାର କରିବାକୁ ଅଧିକ ଗୁରୁତ୍ୱ ଦିଆଯାଏ, କାରଣ ଏହା ଦାତା ଏବଂ ତାଙ୍କ ପରିବାରର ଏହି ମହାନ ତଥା ନିଃସ୍ୱାର୍ଥପର ଦାନ ପ୍ରତି ଯଥେଷ୍ଟ ମର୍ଯ୍ୟାଦା ଏବଂ ସମ୍ମାନ ପ୍ରଦର୍ଶନ କରିଥାଏ। ଆଉ ଗୋଟିଏ କଥା ବହିରେ ଏକଦମ ସଠିକ୍ ଦର୍ଶାଯାଇଛି। ଦେଖନ୍ତୁ, ଚାର୍ଲିର ବୟସ ମାତ୍ର 17 ବର୍ଷ ହୋଇଥିବାରୁ ସେ ନିଜେ ସମ୍ମତି ଦେଇଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା ତାର ପିତାମାତାଙ୍କ ହାତରେ ହିଁ ଥିଲା। ଏଥିରୁ ଗୋଟିଏ ବଡ଼ ଶିକ୍ଷା ମିଳୁଛି ଯେ ଆମର ଇଚ୍ଛା ଯାହା ବି ଥାଉ ନା କାହିଁକି, ଅଙ୍ଗଦାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଜ ପରିବାର ସହ ଆଗରୁ କଥା ହେବା ନିହାତି ଜରୁରୀ। ପଞ୍ଚମ ଭାଗ, ଲେଖିକା ଏବଂ ପାଠକ। ଲରେନ୍ସ ନେଲିଂ ଏତେ ଗଭୀର ବିଷୟ ଉପରେ କେମିତି ଲେଖିପାରିଲେ ତାହା ବୁଝିବା ବି ଦରକାର। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ପ୍ରାୟ 80ରୁ ଅଧିକ ବହି ଲେଖିସାରିଛନ୍ତି, ଆଉ ସାଧାରଣତଃ ସେ ରେଡ୍ ରିଭର ଅଫ୍ ଦି ନର୍ଥ ଭଳି ଐତିହାସିକ ସିରିଜ୍ ଲେଖିବା ପାଇଁ ପରିଚିତ। ତେଣୁ ହଠାତ୍ ଏକ ଆଧୁନିକ ତଥା ସାମାଜିକ ବିଷୟ ଉପରେ ଏକ ସମ୍ପୂର୍ଣ୍ଣ ଅଲଗା ଧରଣର ଉପନ୍ୟାସ ଲେଖିବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ତଥା ନୂତନ ପଦକ୍ଷେପ ଥିଲା। ତାଙ୍କର ଲୋକପ୍ରିୟତା କଥା କହିଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ବହିର ପ୍ରାୟ 45 ଲକ୍ଷରୁ ଅଧିକ କପି ବିକ୍ରି ହୋଇସାରିଲାଣି, ଆଉ ସେ ସ୍କାଣ୍ଡିନେଭିଆନ୍ ଆମେରିକାନ୍ ହଲ୍ ଅଫ୍ ଫେମ୍ରେ ମଧ୍ୟ ସ୍ଥାନ ପାଇଛନ୍ତି। କିନ୍ତୁ ସବୁଠୁ ଦୁଃଖଦ ତଥା ମହତ୍ତ୍ୱପୂର୍ଣ୍ଣ କଥା ହେଲା, ସେ ନିଜେ ମଧ୍ୟ ନିଜର ଏକ କନ୍ୟା ସନ୍ତାନକୁ ହରାଇଛନ୍ତି। ବୋଧହୁଏ ନିଜର ଏହି ବ୍ୟକ୍ତିଗତ ଶୋକ ହିଁ ତାଙ୍କୁ କାହାଣୀରେ ଏତେ ମାତ୍ରାରେ ସମବେଦନା ଏବଂ ଭାବପ୍ରବଣତା ଭରିବାକୁ ପ୍ରେରଣା ଦେଇଛି। ଆଉ ଏକଥା ପାଠକମାନଙ୍କର ସମୀକ୍ଷାରୁ ବି ସ୍ପଷ୍ଟ ବାରି ହୋଇପଡ଼େ। ଅନେକେ କହିଛନ୍ତି ଯେ ଆନନ୍ଦ ଏବଂ ଦୁଃଖର ଏମିତି ନିଚ୍ଛକ ବର୍ଣ୍ଣନା ପଢ଼ି ସେମାନଙ୍କୁ ଆଖିରୁ ଲୁହ ଝରି ଆସିଥିଲା। ଜଣେ ପାଠକ ଲେଖିଛନ୍ତି, ଏହା ଆଶା ଏବଂ ଦୁଃଖର ଏକ ହୃଦୟସ୍ପର୍ଶୀ କାହାଣୀ। ଯେଉଁ ବହି ମୋତେ ଆହୁରି ପଢ଼ିବାକୁ ଇଚ୍ଛା ଜାଗ୍ରତ କରେ, ତାହା ମୋ ପାଇଁ ନିଶ୍ଚିତ ଭାବେ ଏକ 5 ଷ୍ଟାର ପଠନ। ଏହା ବହିଟିର ଭାବନାତ୍ମକ ପ୍ରଭାବକୁ ସିଧାସଳଖ ଦର୍ଶାଉଛି। ଶେଷରେ ଏହି ପୂରା ବିଶ୍ଳେଷଣଟି ଆମକୁ ମାନର ଜୀବନର ସେହି ଦୁଇଟି ପାର୍ଶ୍ୱ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ଗୋଟିଏ ବଡ଼ ପ୍ରଶ୍ନ ମନକୁ ଆସେ, ସମାଜ ପ୍ରକୃତରେ ଗଭୀର ଶୋକର ଭାର ଏବଂ ଜୀବନର ଦ୍ୱିତୀୟ ସୁଯୋଗ ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରେ? ହୁଏତ ଜୀବନର ସବୁଠାରୁ ଅନ୍ଧକାରମୟ ସମୟ ହିଁ ଅପ୍ରତ୍ୟାଶିତ ଭାବେ ସବୁଠାରୁ ବଡ଼ ଜୀବନଦାନର କାରଣ ହୋଇପାରେ। ଏହା ହିଁ ଅଙ୍ଗଦାନର ପ୍ରକୃତ ମୂଲ୍ୟ। ଏହି ସମ୍ବେଦନଶୀଳ ଚିନ୍ତାଧାରା ସହିତ ଆଜିର ଆଲୋଚନାକୁ ଏଠି ରଖିବା। ଆଶା କରୁଛୁ ଏହା ସମସ୍ତଙ୍କୁ ଭଲ ଲାଗିଥିବ। ବହୁତ ବହୁତ ଧନ୍ୟବାଦ।